ଆପଣ ଯଦି লিভ ইন রিলেসনশিপ ରେ ରହିଛନ୍ତି ତେବେ ଆପଣଙ୍କ ସହ ରହୁଥିବା ମହିଳା ବା ଯୁବତୀଙ୍କୁ ଆପଣ ପତ୍ନୀର ମର୍ଯ୍ୟାଦା ଦେବେ। ଅର୍ଥାତ୍ ଜଣେ ବିବାହିତ ବ୍ୟକ୍ତି ନିଜର ପତ୍ନୀଙ୍କ ସହିତ ଯେଉଁଭଳି ଆଚରଣ ଉଚ୍ଚାରଣ କରିଥାନ୍ତି, লিভ ইন ରିଲେସନଶିପ ରେ ରହୁଥିବା ଜଣେ ପୁରୁଷ ସମ୍ପୃକ୍ତ ମହିଳାଙ୍କୁ ଠିକ୍ ସେମିତି ବ୍ୟବହାର ଦେଖାଇବ। ନମସ୍କାର, ନ୍ୟୁଜ୍ ରୁମ୍ର ଏହି ଏପିସୋଡକୁ ସ୍ୱାଗତ କରୁଛି ମୁଁ ଅଭିନ୍ନ ଆଶୁତୋଷ। লিভ ইন রিলেসনশিপ ଭାରତରେ ଆଇନ ସମ୍ମତ, କିନ୍ତୁ ଏହାକୁ ନେଇ ବିଭିନ୍ନ ସମୟରେ ଅନେକ ପ୍ରକାର ଆଲୋଚନା ସମାଲୋଚନା ଓ ବିତର୍କ ହେଉଛି। ଠିକ୍ ଏହାରି ଭିତରେ ମାଡ୍ରାସର ମଦୁରାଇ ବେଞ୍ଚ ଏକ ବଡ଼ ରାୟ ଶୁଣାଇଛନ୍ତି। ମାଡ୍ରାସ ହାଇକୋର୍ଟଙ୍କ ମଦୁରାଇ ବେଞ୍ଚରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ লিভ ইন ରିଲେସନଶିପ୍ରେ ରହୁଥିବା ମହିଳାଙ୍କୁ ସମ୍ପୃକ୍ତ ବ୍ୟକ୍ତି ତାଙ୍କର ପତ୍ନୀ ବୋଲି ଧରିବେ ଏବଂ ପତ୍ନୀଙ୍କୁ ଯେମିତି ବ୍ୟବହାର କରାଯାଇଥାଏ ତାଙ୍କ ସହିତ ଠିକ୍ ସେମିତି ବ୍ୟବହାର ରଖିବେ। ମାଡ୍ରାସ ହାଇକୋର୍ଟର ମଦୁରାଇ ଖଣ୍ଡପୀଠ ଜଷ୍ଟିସ୍ ଏସ୍ ଶ୍ରୀମତୀଙ୍କୁ ନେଇ ଗଠିତ ହୋଇଥିଲା ଏବଂ ସେ ଏହି ରାୟ ଦେଇଛନ୍ତି। ଏହି ରାୟ ଅନୁସାରେ ଯଦି ଜଣେ ପୁରୁଷ ଓ ଜଣେ ମହିଳା লিভ ইন রিলেসনশিপ্রে রহুଛନ୍ତି ତେବେ ସମ୍ପୃକ୍ତ ପୁରୁଷ ସେହି ମହିଳାଙ୍କ ପ୍ରତି ଏମିତି ବ୍ୟବହାର ଦେଖାଇବେ ଯେମିତି ବ୍ୟବହାର ଜଣେ ବିବାହିତ ପୁରୁଷ ତାଙ୍କ ପତ୍ନୀଙ୍କ ପ୍ରତି ରଖିଥାନ୍ତି। କୋର୍ଟଙ୍କ ଏହି ନିର୍ଦ୍ଦେଶନାମା ବା ଏହି ପର୍ଯ୍ୟବେକ୍ଷଣ ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ଏକ ଅଗ୍ରିମ ଜାମିନ ଆବେଦନର ଶୁଣାଣି ହୋଇଛି। ଜଣେ ବ୍ୟକ୍ତି ଜଣେ ମହିଳାଙ୍କ ସହିତ ମଦୁରାଇରେ ଦୀର୍ଘ ଦିନ ଧରି লিভ ইন ରିଲେସନଶିପ୍ରେ ରହୁଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ଉଭୟଙ୍କ ଭିତରେ କୌଣସି କାରଣକୁ ନେଇ କଳହ ସୃଷ୍ଟି ହେଲା। ଠିକ୍ ଏତିକି ବେଳେ ସମ୍ପୃକ୍ତ ମହିଳା କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଏବଂ ଅଭିଯୋଗ କଲେ ଯେ ସେହି ପୁରୁଷ ଜଣକ ଯିଏ ତାଙ୍କ ସହିତ লিভ ইন ରିଲେସନଶିପ୍ରେ ରହୁଛନ୍ତି ସେ ତାଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଛନ୍ତି। ଏହାରି ଆଧାରରେ ସମ୍ପୃକ୍ତ ପୁରୁଷ ଅଗ୍ରିମ ଜାମିନ ପାଇବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଓ ମଦୁରାଇ ହାଇକୋର୍ଟ କହିଛନ୍ତି ଯେ ଜଣେ ପୁରୁଷ ଯେତେବେଳେ ଜଣେ ମହିଳାଙ୍କ ସହିତ লিভ ইন ରିଲେସନଶିପ୍କୁ ଯାଉଛି ସେତେବେଳେ ଉଭୟଙ୍କର ସହମତି ସେଠାରେ ରହୁଛି, କିନ୍ତୁ ଯେହେତୁ লিভ ইন ରିଲେସନଶିପ୍ରେ ରହୁଥିବା ପୁରୁଷ ବା ମହିଳାମାନଙ୍କର ଅଧିକାରକୁ ସୁରକ୍ଷା ଦେବା ପାଇଁ ଦେଶରେ କୌଣସି ବଡ଼ ଧରଣର ଆଇନ ତିଆରି ହୋଇନାହିଁ, ତେଣୁ ମହିଳାଙ୍କ ସୁରକ୍ଷା ଦୃଷ୍ଟିରୁ ସେ କହିଛନ୍ତି ଯେ ସମ୍ପୃକ୍ତ ପୁରୁଷ লিভ ইন ରିଲେସନଶିପ୍ରେ ତାଙ୍କ ସହ ରହୁଥିବା ମହିଳାଙ୍କୁ ପତ୍ନୀର ମର୍ଯ୍ୟାଦା ଦେବେ ଏବଂ ପତ୍ନୀଙ୍କ ପ୍ରତି ଯେଉଁଭଳି ବ୍ୟବହାର କରାଯାଇଥାଏ ସେମିତି ବ୍ୟବହାର ଦେଖାଇବେ। ଏହା ସହିତ ସେ ଅଗ୍ରିମ ଜାମିନ ଆବେଦନକୁ ମଧ୍ୟ ଖାରଜ କରିଦେଇଛନ୍ତି ଏବଂ ବିଏନ୍ଏସ୍ର ଧାରା 69 ଯାହା ସୂଚାଉଛି ଯେ ଯଦି ଜଣେ ବ୍ୟକ୍ତି ଜଣେ ମହିଳାଙ୍କୁ ମିଛ ପ୍ରଲୋଭନ ଦେଖାଇ ବା ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଛି ତେବେ ସେ 10 ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବ। ତାରି ଆଧାରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପ୍ରତି ଦଣ୍ଡାଦେଶ ମଧ୍ୟ କରିଛନ୍ତି। ତେବେ লিভ ইন ରିଲେସନଶିପ୍ର ଏ ପ୍ରଥାକୁ ମଦୁରାଇ ହାଇକୋର୍ଟ ଗନ୍ଧର୍ବ ବିବାହ ସହିତ ଯୋଡ଼ିଛନ୍ତି। ଭାରତୀୟ ସଂସ୍କୃତି ଓ ପରମ୍ପରାରେ ହଜାର ହଜାର ବର୍ଷ ତଳରୁ ଗନ୍ଧର୍ବ ବିବାହ ପରମ୍ପରା ରହିଆସିଛି। ମନୁସ୍ମୃତିରେ ଗନ୍ଧର୍ବ ବିବାହକୁ ନେଇ ବିଶେଷ ଭାବରେ ଉଲ୍ଲେଖ ରହିଛି। ଯେତେବେଳେ ହିନ୍ଦୁ ମ୍ୟାରେଜ୍ ଆକ୍ଟ କହୁଛି ଯେ ସାଧାରଣତଃ ଜଣେ ହିନ୍ଦୁ ପୁରୁଷ ଓ ମହିଳାଙ୍କ ଭିତରେ ଯେତେବେଳେ ବିବାହ ହେଉଛି ସେତେବେଳେ କିଛି ରିଚୁଆଲ୍ସ ବା ନୀତିକାନ୍ତି କରିବାକୁ ପଡ଼ିଥାଏ, ହାତଗଣ୍ଠି ବନ୍ଧା ଯାଇଥାଏ, ଏମିତି କିଛି ସେରିମୋନି ଥାଏ। କିନ୍ତୁ ଗନ୍ଧର୍ବ ବିବାହ ହିନ୍ଦୁ ଶାସ୍ତ୍ରରେ କହୁଛି ଯେତେବେଳେ ମହିଳା ଓ ପୁରୁଷ ପରସ୍ପରକୁ ଭଲ ପାଆନ୍ତି ଏବଂ ସେମାନେ ଏକାଠି ରୁହନ୍ତି, ଆବଶ୍ୟକ ସ୍ଥଳେ ଶାରୀରିକ ସହବାସ କରନ୍ତି, ତାକୁ ମଧ୍ୟ ଠିକ୍ ବିବାହର ହିଁ ମର୍ଯ୍ୟାଦା ଦିଆଯିବ ଏବଂ ତାହା ହେଉଛି ଗନ୍ଧର୍ବ ବିବାହ। ଏହି ବିବାହରେ ନା କୌଣସି କାଗଜପତ୍ରର ଆବଶ୍ୟକତା ଥାଏ, ନା କୌଣସି ରିଚୁଆଲ୍ସର ଆବଶ୍ୟକତା ଥାଏ, ନା କୌଣସି ବଡ଼ ଧରଣର ଉତ୍ସବ ବା ବିବାହ ଭୋଜି ଆୟୋଜନ କରିବାର ଆବଶ୍ୟକତା ଥାଏ। ଠିକ୍ ସେମିତି ବର୍ତ୍ତମାନ লিভ ইন ରିଲେସନଶିପ୍କୁ ଗନ୍ଧର୍ବ ମ୍ୟାରେଜ୍ ସହିତ ତୁଳନା କରିଛନ୍ତି ଜଷ୍ଟିସ୍ ଏସ୍ ଶ୍ରୀମଥା। ସେ କହିଛନ୍ତି ଯେ ଗନ୍ଧର୍ବ ବିବାହରେ ଯେମିତି କେବଳ ଭଲ ପାଇବା ଏବଂ ପରସ୍ପରର ସହମତି ରହିଥିଲା, লিভ ইন ରିଲେସନଶିପ୍ରେ ମଧ୍ୟ ତାହା ଘଟୁଛି। ତେବେ লিভ ইন ରିଲେସନଶିପ୍ରେ ରହିଥିବା ମହିଳା ଓ ପୁରୁଷଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏବଂ ବିଶେଷ ଭାବରେ ମହିଳା ଯେଉଁଭଳି ଢଙ୍ଗରେ ଘରୋଇ ହିଂସାର ଶିକାର ହେବେ ନାହିଁ ତାକୁ ଆଖି ଆଗରେ ରଖି ସେ କହିଛନ୍ତି ଯେତେବେଳେ ଦୀର୍ଘ ସମୟ ଧରି ଜଣେ ପୁରୁଷ ଓ ଜଣେ ମହିଳା লিভ ইন ରିଲେସନଶିପ୍ରେ ରହୁଛନ୍ତି ସେତେବେଳେ ସମ୍ପୃକ୍ତ ମହିଳା ଉକ୍ତ ବ୍ୟକ୍ତିଙ୍କର ଧର୍ମପତ୍ନୀ ସ୍ୱତଃପ୍ରବୃତ୍ତ ପାଲଟି ଯାଉଛନ୍ତି ବା ଏଭଳି ଆଚରଣ ସେ ପାଇବାର ହକଦାର ହେଉଛନ୍ତି। ତେବେ ଯେ ପର୍ଯ୍ୟନ୍ତ লিভ ইন ରିଲେସନଶିପ୍ରେ ଉଭୟ ପୁରୁଷ ଏବଂ ମହିଳା ଆଇନ ଦୃଷ୍ଟିରୁ ବିବାହ କରିନାହାନ୍ତି ତାକୁ ବିବାହ ବନ୍ଧନ କୁହାଯିବ ନାହିଁ। ଏହି କ୍ଷେତ୍ରରେ କିଛି
ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମୁଁ ଆପଣଙ୍କ ସାମ୍ନାରେ ରଖିବି। ଯେଉଁଭଳି ଢଙ୍ଗରେ ସାଧାରଣ ବିବାହରେ ଜଣେ ମହିଳା ପୁରୁଷଙ୍କର ସମ୍ପତ୍ତିର ହକଦାର ହୋଇଥାନ୍ତି, ତାଙ୍କର ସନ୍ତାନ ସନ୍ତତିଙ୍କର ହକଦାର ହୋଇଥାନ୍ତି, ତାଙ୍କଠାରୁ ମୁଖ୍ୟତଃ ଆର୍ଥିକ ସୁବିଧା ପାଇବା ପାଇଁ ସେ ହକଦାର ହୋଇଥାନ୍ତି, ଲିଭ୍ ଇନ୍ ରିଲେସନସିପ୍ରେ ସେସବୁ ଅନୁପାଳନ ହୁଏ ନାହିଁ। କିନ୍ତୁ ବର୍ତ୍ତମାନ ହାଇକୋର୍ଟ କହିଛନ୍ତି ମଦ୍ରାସର ମଦୁରାଇ ବେଞ୍ଚ ଯେ ଲିଭ୍ ଇନ୍ ରିଲେସନସିପ୍ରେ ମହିଳା ଯେତେବେଳେ ଯାଉଛନ୍ତି ସେତେବେଳେ ସେ ମଧ୍ୟ ପତ୍ନୀର ଆଖ୍ୟା ପାଇବା ପାଇଁ ହକଦାର ଯଦି ଉଭୟ ପୁରୁଷ ଓ ମହିଳା ଦୀର୍ଘ ଦିନ ଧରି ଏକାଠି ରହୁଛନ୍ତି, ଗୋଟିଏ ଘରେ ରହୁଛନ୍ତି। ଏହା ସହିତ ଯେତେବେଳେ ପତ୍ନୀର ଆଖ୍ୟା ମିଳୁଛି ସେତେବେଳେ ଆର୍ଥିକ ଆଖ୍ୟା ମିଳିବ କି ନାହିଁ ବା ଆର୍ଥିକ ଦୃଷ୍ଟିରୁ ସେ ବିଭିନ୍ନ ସୁବିଧା ପାଇବା ପାଇଁ ହକଦାର ହେବେ କି ନାହିଁ ସେ ନେଇ ପ୍ରଶ୍ନ ଉଠୁଛି। ଏହି କ୍ଷେତ୍ରରେ ସ୍ପଷ୍ଟ ରହିଛି ନିୟମ, ଯେତେବେଳେ ଜଣେ ମହିଳା ଓ ପୁରୁଷ ଲିଭ୍ ଇନ୍ ରିଲେସନସିପ୍ରେ ରହିଥାନ୍ତି ଓ ଦୀର୍ଘ ଦିନ ଧରି ଯଦି ସେମାନେ ପରସ୍ପର ଲିଭ୍ ଇନ୍ ରିଲେସନସିପ୍ରେ ରହୁଛନ୍ତି ସେତେବେଳେ ସମ୍ପୃକ୍ତ ମହିଳା ଓ ପୁରୁଷ ଯେଉଁ ପରିମାଣର ଅର୍ଥ ଖର୍ଚ୍ଚ କରିଥାନ୍ତି ବା ତାଙ୍କର ନିର୍ଦ୍ଦିଷ୍ଟ ପ୍ରପର୍ଟି ଯଦି ରହିଥାଏ ସେଥିରେ ଉଭୟଙ୍କର ଯଦି ସେୟାର ରହିଛି ତାରି ଆଧାରରେ ସମ୍ପୃକ୍ତ ମହିଳା ମଧ୍ୟ ସମ୍ପତ୍ତି ହାତେଇବା ପାଇଁ ହକଦାର ହେବେ। କିନ୍ତୁ ସେ ମଧ୍ୟ ସେହି ପ୍ରପର୍ଟିର ଅଂଶୀଦାର ଥିବା ଦରକାର। ଏଥିପାଇଁ ସେ ମଧ୍ୟ ନିଜର ଖର୍ଚ୍ଚ କରିଥିବେ, ସେ ମଧ୍ୟ ସମ୍ପୃକ୍ତ ପ୍ରପର୍ଟିରେ କିଛି ଅଂଶଧନର ସେୟାର ରଖିଥିବା ଆବଶ୍ୟକ। ତେବେ ତମାମ ଘଟଣା ଭିତରେ ଯଦି ଲିଭ୍ ଇନ୍ ରିଲେସନସିପ୍ରେ ମହିଳାଙ୍କୁ ପତ୍ନୀର ଆଖ୍ୟା ମିଳୁଛି ବା ପତ୍ନୀର ବ୍ୟବହାର ମିଳୁଛି, ତେବେ ତାଙ୍କ ସହିତ ହେଉଥିବା ପାରିବାରିକ ହିଂସାକୁ ମଧ୍ୟ ରୋକିବା ପାଇଁ କଠୋର ଆଇନ ବର୍ତ୍ତମାନ ପ୍ରଚଳିତ ଅଛି ଏବଂ ସେହି ଆଇନ ହିଁ ଲିଭ୍ ଇନ୍ ରିଲେସନସିପ୍ରେ ରହୁଥିବା ମହିଳା ଏବଂ ପୁରୁଷଙ୍କ ପ୍ରତି ଲାଗୁ ହେବ। ଏହା ସହିତ ଯଦି ଜଣେ ବିବାହିତ ବ୍ୟକ୍ତି ଆଉ ଜଣେ ମହିଳାଙ୍କ ସହିତ ଲିଭ୍ ଇନ୍ରେ ରହୁଛନ୍ତି ଏବଂ ସେହି କ୍ଷେତ୍ରରେ ଯଦି ସେ କୌଣସି ପ୍ରକାର ପ୍ରତିଶ୍ରୁତି ଦେଉଛନ୍ତି ବିବାହର, ତେବେ ଏହା ଆରମ୍ଭରୁ ହିଁ ଭଏଡ୍ ଏବ୍ ଇନିସିଓ, ଅର୍ଥାତ୍ ଆରମ୍ଭରୁ ହିଁ ଏହାକୁ ଆଇନଗତ ଭାବରେ ସମ୍ମତି ମିଳିବ ନାହିଁ, କାରଣ ସମ୍ପୃକ୍ତ ବ୍ୟକ୍ତି ଜଣକ ପୂର୍ବରୁ ହିଁ ବିବାହିତ। କିନ୍ତୁ ସେ ମଧ୍ୟ ଚାହିଁଲେ ଲିଭ୍ ଇନ୍ରେ ରହିପାରିବେ। ଏ କ୍ଷେତ୍ରରେ କିନ୍ତୁ ମହିଳାଙ୍କର ଅଧିକାର ଏତେ ମାତ୍ରାରେ ସୁରକ୍ଷିତ ରହୁନାହିଁ। ଅପରପକ୍ଷରେ ମାଡ୍ରାସ ହାଇକୋର୍ଟ କହିଛନ୍ତି ଯଦି ଲିଭ୍ ଇନ୍ ରିଲେସନସିପ୍ରେ ମହିଳା ଉତ୍ପୀଡ଼ନର ଶିକାର ହେଉଛନ୍ତି ତେବେ ସେ କୋର୍ଟଙ୍କ ଦ୍ୱାରସ୍ଥ ହୁଅନ୍ତୁ, ପୁଲିସର ଆଶ୍ରୟ ନିଅନ୍ତୁ ଏବଂ ଧାରା BNSର 69 ଅନୁସାରେ ସମ୍ପୃକ୍ତ ପୁରୁଷଙ୍କ ପ୍ରତି ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଏହି କ୍ଷେତ୍ରରେ ତାଙ୍କୁ 10 ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ମଧ୍ୟ ହୋଇପାରେ। ତେବେ ମାନସିକତା ଦୃଷ୍ଟିରୁ ବା ଆମର ସାମାଜିକ ଚଳଣି ଦୃଷ୍ଟିରୁ ଯଦି ଲିଭ୍ ଇନ୍ ରିଲେସନସିପ୍ରେ ମହିଳାଙ୍କ ଅଧିକାର କଥାକୁ ଆମେ ବିଶ୍ଳେଷଣ କରିବା, ତେବେ ଲିଭ୍ ଇନ୍ ରିଲେସନସିପ୍ରେ ରହୁଥିବା ପୁରୁଷ ଏବଂ ମହିଳା ଅନେକ ସମୟରେ ନିଜ ଇଚ୍ଛାରେ ହିଁ ଆରମ୍ଭ କରିଥାନ୍ତି ଏହି ସମ୍ପର୍କ। କିନ୍ତୁ ପରବର୍ତ୍ତୀ ସମୟରେ ବା ଦୀର୍ଘ ଦିନର ସମ୍ପର୍କରେ ଫାଟ ଆସିବା ପରେ ଉଭୟ ପରସ୍ପର ଠାରୁ ଦୂରେଇ ଯିବାର ଆଶଙ୍କା ରହିଥାଏ। ଏଭଳି ସ୍ଥିତିରେ ମହିଳା ଉତ୍ପୀଡ଼ନ ମାମଲା ବଢ଼ିଥାଏ, ଯେଉଁଥିପାଇଁ ମଦୁରାଇ ହାଇକୋର୍ଟ କହିଛନ୍ତି ଯେ ସମ୍ପୃକ୍ତ ମହିଳାଙ୍କୁ ସ୍ତ୍ରୀର ମାନ୍ୟତା ମିଳିବ ଏହି କ୍ଷେତ୍ରରେ ଯଦି ଲିଭ୍ ଇନ୍ରେ ରହୁଥିବା ପୁରୁଷ ବନ୍ଧୁ ତାଙ୍କୁ ଛାଡ଼ି ଚାଲି ଯାଉଛନ୍ତି ବା ତାଙ୍କ ସହିତ କିଛି ଧୋକା କରୁଛନ୍ତି, ତାଙ୍କୁ ପ୍ରତାରଣା ଦେଉଛନ୍ତି, ତେବେ ସେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ଏବଂ ସମ୍ପୃକ୍ତ ପୁରୁଷଙ୍କୁ ମଧ୍ୟ ଏନେଇ ଦଣ୍ଡବିଧାନ କରାଯିବ। ତେବେ ଭାରତରେ ଯଦି ଲିଭ୍ ଇନ୍ ରିଲେସନସିପ୍ ସମ୍ପର୍କିତ ବିଭିନ୍ନ ଅପରାଧକୁ ଦେଖିବା, ତେବେ ଅଧିକାଂଶ ଅପରାଧ BNSର ଧାରା 69 ଅନୁସାରେ ଦଣ୍ଡନୀୟ ହେଉଛି। ପ୍ରାୟ 80 ଭାଗ ଅପରାଧ BNSର ଧାରା 69 ଅଧୀନରେ ଆସୁଥିବା ବିଭିନ୍ନ ସର୍ଭେରୁ ଜଣାପଡ଼ିଛି। ଅର୍ଥାତ୍ ଅଧିକାଂଶ କ୍ଷେତ୍ରରେ ଲିଭ୍ ଇନ୍ ରିଲେସନସିପ୍ରେ ରହୁଥିବା ଯୁବକ ଯୁବତୀଙ୍କ ଭିତରୁ ଯୁବକ ଜଣକ ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଉଛନ୍ତି, କିନ୍ତୁ ଦୀର୍ଘ ଦିନର ସମ୍ପର୍କ ପରେ ଯେତେବେଳେ ଉଭୟଙ୍କ ଭିତରେ ବିବାଦ ସୃଷ୍ଟି ହେଉଛି, ତାହା ଫାଟର ରୂପ ନେଉଛି, ସେତେବେଳେ ସେ ମହିଳାଙ୍କୁ ଦୂରେଇ ଦେଉଛନ୍ତି, ଯାହାକି ସମ୍ପୃକ୍ତ ମହିଳାଙ୍କୁ ଶାରୀରିକ ନିର୍ଯାତନା ବୋଲି ଧରାଯିବ ଏବଂ ମିଛ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଲଗିବା ଦଫାରେ ମଧ୍ୟ ସେ ଗିରଫ ହୋଇ ଜେଲ୍ ଯିବେ। ଆଉ ଏକ ବଡ଼ ଅପରାଧ ଲିଭ୍ ଇନ୍ ରିଲେସନସିପ୍ରେ ସାମ୍ନାକୁ ଆସୁଛି, ଯେତେବେଳେ ପ୍ରପର୍ଟି ଜନିତ ବା ସମ୍ପତ୍ତିରେ ଅଂଶୀଦାର ହେବାକୁ ସମ୍ପୃକ୍ତ ଯୁବତୀ ଦାବି କରୁଛନ୍ତି। ତେବେ ହିନ୍ଦୁ ମ୍ୟାରେଜ୍ ଆକ୍ଟରେ କେବଳ ବିବାହିତା ମହିଳା ହିଁ ତାଙ୍କ ସ୍ୱାମୀଙ୍କ ଠାରୁ ସମ୍ପତ୍ତିର ହକ୍ ପାଇବା ପାଇଁ ଦାବିଦାର ହୋଇପାରନ୍ତି, କିନ୍ତୁ ଲିଭ୍ ଇନ୍ ରିଲେସନସିପ୍ରେ ସମ୍ପୃକ୍ତ ମହିଳାଙ୍କ କ୍ଷେତ୍ରରେ ଏଭଳି କୌଣସି ସୁବିଧା ବା ସୁଯୋଗ ନାହିଁ। ଯଦିଓ ସମ୍ପୃକ୍ତ ମହିଳା ଓ ପୁରୁଷ ଏକାଠି ରହୁଛନ୍ତି, ତଥାପି ମଧ୍ୟ ସମ୍ପୃକ୍ତ ଯୁବକଙ୍କର ପୈତୃକ ସମ୍ପତ୍ତି ଉପରେ ସମ୍ପୃକ୍ତ ଯୁବତୀ କୌଣସି ହକ୍ ଜାହିର କରିପାରିବେ ନାହିଁ। କେବଳ ଉଭୟ ମିଶି ଯେଉଁ ସମ୍ପତ୍ତି ହାତେଇଥିବେ ବା ଯେଉଁ ସମ୍ପତ୍ତିର କିଣାବିକା କରିଥିବେ ଏବଂ ଉଭୟ ନିଜ ରିଲେସନସିପ୍ରେ ରହିଲା ଭିତରେ ଯେଉଁ ପରିମାଣର ଖର୍ଚ୍ଚ କରିଥିବେ, ଯେତେ ଦିନ ପର୍ଯ୍ୟନ୍ତ ସେମାନେ ରିଲେସନସିପ୍ରେ ରହିଥିବେ, ସେ ସବୁକୁ ଆକଳନ କରି କୋର୍ଟ
ଏକ ଆଲୁମିନି ଗ୍ରାଣ୍ଟ କରିପାରନ୍ତି। ଏ ଦିଗରେ ମଧ୍ୟ ମହିଳାମାନେ ଜାଣି ରଖିବା ଦରକାର। ତୃତୀୟ ଦିଗ ହେଉଛି ଅପରାଧ ସମ୍ପର୍କିତ, ତାହା ହେଉଛି ହତ୍ୟା। ଅନେକ ସମୟରେ ଲିଭ୍ ଇନ୍ ରିଲେସନସିପ୍ରେ ରହିବା ପରେ ଉଭୟଙ୍କ ଭିତରେ ଯେତେବେଳେ ବିବାଦ ଉଠୁଛି, ସେତେବେଳେ ଯଦି ପୁରୁଷ ବା ଯୁବତୀ ଜଣକ କୌଣସି କାରଣରୁ ଦୂରେଇ ଯିବାକୁ ଚେଷ୍ଟା କରୁଛନ୍ତି, ସାମାଜିକ ଶୃଙ୍ଖଳାର ଭୟରେ, ସାମାଜିକ ଶୃଙ୍ଖଳାର ଦୋହାଇ ଦେଇ କେତେବେଳେ ପୁରୁଷ ବନ୍ଧୁ ଯୁବତୀଙ୍କୁ ହତ୍ୟା କରୁଛନ୍ତି, ତ କେତେବେଳେ ପୁରୁଷ ବନ୍ଧୁଙ୍କୁ ଯୁବତୀ ମଧ୍ୟ ହତ୍ୟା କରିବାର ଘଟଣା ଧୀରେ ଧୀରେ ଭାରତବର୍ଷରେ ବୃଦ୍ଧି ପାଉଥିବା କୋର୍ଟ ଅନୁଭବ କରିଛନ୍ତି। ଏଣୁ ଏ ଦିଗରେ କେମିତି লিভ ইন রিলেসনশিপକୁ ଆହୁରି ଆଇନଗତ ଭାବରେ ସ୍ୱୀକୃତି ମିଳିବ, ସେ ନେଇ ଉଦ୍ୟମ ହେବା ଉଚିତ ବୋଲି କହିଛନ୍ତି। ତେବେ ଆପଣମାନେ ଜାଣି ରଖନ୍ତୁ ଦର୍ଶକ ବନ୍ଧୁ, ଉତ୍ତରାଖଣ୍ଡ ଏମିତି ଏକ ରାଜ୍ୟ ପୁରା ଭାରତବର୍ଷରେ ଯେଉଁଠି ଲିଭ୍ ଇନ୍ ରିଲେସନଶିପକୁ ପଞ୍ଜୀକୃତ କରିବା ବାଧ୍ୟତାମୂଳକ କରାଯାଇଛି। ଏହାଦ୍ୱାରା ଗୋଟିଏ ଡାଟା ରେକର୍ଡ ରହିବ ସରକାରଙ୍କ ପାଖରେ ଯେ କେତେ ଜଣ ଲିଭ୍ ଇନ୍ ରିଲେସନଶିପ୍ରେ ରହୁଛନ୍ତି ଏବଂ ଉତ୍ତରାଖଣ୍ଡରେ ବିନା ପଞ୍ଜୀକରଣରେ ଲିଭ୍ ଇନ୍ ରିଲେସନଶିପକୁ ଅନୁମତି ମିଳୁନାହିଁ। କିନ୍ତୁ ଓଡ଼ିଶା ସମେତ ଆପାତତଃ ପ୍ରାୟ ସମସ୍ତ ରାଜ୍ୟରେ କୌଣସି ନିୟମ ନାହିଁ ବା ନ୍ୟାସନାଲ ଫ୍ୟାମିଲି ଆଣ୍ଡ ହେଲ୍ଥ ସର୍ଭେ ରିପୋର୍ଟ ମଧ୍ୟ ଲିଭ୍ ଇନ୍ ରିଲେସନଶିପକୁ ଅନୁଶୀଳନ କରେ ନାହିଁ ବା ତାକୁ ଯାଞ୍ଚ କରେ ନାହିଁ। ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ ମଧ୍ୟ ଲିଭ୍ ଇନ୍ ରିଲେସନଶିପ୍ର ସଂଖ୍ୟାକୁ ଠିକ୍ ଭାବରେ ତର୍ଜମା କରେ ନାହିଁ। ଏଣୁ ବର୍ତ୍ତମାନ ସମୟରେ ଲିଭ୍ ଇନ୍ ରିଲେସନଶିପକୁ ପଞ୍ଜୀକୃତ କରିବା ନେଇ ଭାରତ ବାହାରେ ଅନେକ ଦେଶରେ ବଡ଼ ଧରଣର ଆଲୋଚନା ଚାଲିଛି। ଏହାରି ଭିତରେ ଉତ୍ତରାଖଣ୍ଡ ସରକାର ଏହାକୁ ପଞ୍ଜୀକରଣ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଅନ୍ୟ ରାଜ୍ୟରେ ମଧ୍ୟ ଯଦି ଏହା କରାଯାଏ ତେବେ ମହିଳାଙ୍କର ସମ୍ପତ୍ତି ସମ୍ପର୍କିତ ଅଧିକାର, ମହିଳାଙ୍କର ପାରିବାରିକ ହିଂସା ସମ୍ପର୍କିତ ମାମଲା, ମହିଳାଙ୍କର ଶାରୀରିକ ନିର୍ଯାତନାର ସେ ଶୋଷଣ ହେଉଛନ୍ତି ନା ହେଉନାହାନ୍ତି ସେ ସମ୍ପର୍କିତ ତଥ୍ୟ ଗେଦର ହୋଇପାରିବ ଏବଂ ଏହାଦ୍ୱାରା লিভ ইন রিলেসনশিপ্রে রহুଥିବା ଉଭୟ ପୁରୁଷ ଏବଂ ମହିଳାଙ୍କୁ ତାଙ୍କର ମୌଳିକ ଅଧିକାର, ସାମ୍ବିଧାନିକ ଅଧିକାରର ସୁଯୋଗ ଯୋଗାଇବା ଆହୁରି ସହଜ ହୋଇଯିବ। ତେବେ ନ୍ୟୁଜ୍ ରୁମ୍ର ଏହି ଏପିସୋଡକୁ ଏଇଠି ରଖୁଛୁ। ଏହି ରିପୋର୍ଟ ଆପଣଙ୍କୁ କେମିତି ଲାଗିଲା ସେ ସମ୍ପର୍କରେ ଜାଣିବା ପାଇଁ ଆପଣଙ୍କର ମତାମତ ଦିଅନ୍ତୁ। ଆମକୁ ଆମର ସୋସିଆଲ ମିଡ଼ିଆ ସାଇଟ୍ ଫେସବୁକ୍ ଏବଂ ୟୁଟ୍ୟୁବରେ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓ ଉପରେ ଆପଣଙ୍କର ମତାମତ କମେଣ୍ଟ ବକ୍ସରେ ଲେଖିବାକୁ ଆଦୌ ଭୁଲନ୍ତୁ ନାହିଁ।